ମୋ ନାଁ ଅଜିତ କୁମାର ଦାସ। କ'ଣ କରିବେ ନିର୍ବାଚନ 24 ନିର୍ବାଚନରେ କ'ଣ କରିବ? ଆମର ସେଇ ବିଜେଡି ସରକାର ଆସିବ, ଆଉ ସେଠି ସେଣ୍ଟରରେ ବି ସେଇ ମୋଦି ଆସିବ, ଏଇଟା ଫାଇନାଲ। ଇଏ ସବୁ ଯାହା ରଙ୍ଗ ଢଙ୍ଗ ସବୁ ବର୍ତ୍ତମାନ ଚାଲିଛି, ଇଏ ସବୁ ମିଛ ଦେଖାଣିଆ। ଇଏ ଠିକ୍ 4 ତାରିଖ ପରେ ଦେଖିବେ, 10 ତାରିଖ ମୋଦି ଆସିବେ, ନବୀନ ଆସିବେ, କୋଳାକୁଳି ହେବେ, ପଖାଳ ଭାତ ଖାଇବେ, ମାଛ ଭଜା ଖାଇବେ। ଏମାନେ ସବୁ ଫସର ଫାଟିକି ଏଇ ଯେଉଁ କୁହାଳିଆ କଥା, ଏମାନେ ଘରେ ଚୁପ୍ କିଣି ବସିବେ, ସେଇ ବିଲକୁ ଯିବେ, ସେଇ ଦେଶୀ ମଦ ବିକିବେ। ଆଉ ଏଙ୍କର କାମ କିଛି ନାହିଁ। ଉପରେ ସବୁ ଠିକ୍, ତଳଙ୍କର ଅବସ୍ଥା ଖରାପ। ଆଉ ଗୋଟିଏ ମୋର ଯେଉଁ ବଡ଼ ବଡ଼ିଆ ଅଛନ୍ତି, ମୋଦି ବାବୁ ବା ସେ ନବୀନ ବାବୁଙ୍କର, ଏଟା ସଚେତନ। ଖାଲି ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେଇଗଲେ ହେବନି। ଆଗାମୀ 50 ବର୍ଷ ବା 100 ବର୍ଷ ପାଇଁ କିଛି ଓଡ଼ିଶାର ଲୋକମାନଙ୍କ ପାଇଁ ଗୋଟେ ସୁଚିନ୍ତିତ ଚିନ୍ତାଧାରା କରନ୍ତୁ। କ'ଣ? ଚାରିଆଡ଼େ ବର୍ତ୍ତମାନ ବେକାରୀ ସମସ୍ୟା ମୂଳ ଲକ୍ଷ୍ୟ। ପକ୍କା ସଡ଼କ, ବିଜୁଳି ଏସବୁ ଦେଇଦେଲେ ପେଟ ପୁରିଯିବନି। ମାଗଣା ଚାଉଳ କି ମାଗଣା ସାଇକେଲ, ମାଗଣା ବହି ଖାତା ଦେଇଦେଲେ ପେଟ ପୁରିଯିବନି। ଯେତେ ଦିନ ପର୍ଯ୍ୟନ୍ତ ଲୋକମାନେ ଆତ୍ମନିଯୁକ୍ତି ନ ପାଇଛନ୍ତି, ଇଏ ସବୁ ନିଯୁକ୍ତି ମିଳିଲେ ପାଇଖାନା ମୁଁ ଆପେ କରିପାରିବି, ନିଯୁକ୍ତି ମିଳିଲେ ଇଲେକ୍ଟ୍ରିକ୍ ମୁଁ ଆପେ ଲଗେଇ ପାରିବି, ନିଯୁକ୍ତି ମିଳିଲେ ମୁଁ ଆପେ ହେଉଛି ସାଇକେଲ କିଣିପାରିବି, ନିଯୁକ୍ତି ମିଳିଲେ ମୁଁ ସବୁ କରିପାରିବି। କିନ୍ତୁ ବିନା ନିଯୁକ୍ତି ନାହିଁ ବୋଲି ଏଇ ପକ୍କା ସଡ଼କ, ସେଠି କାହାର ବିଜୁଳି ଲଗେଇଦେ, କାହାକୁ ସାଇକେଲ ଦେଇଦେ, କାହାକୁ ବହି ଖାତା ମାଗଣା ଦେଇଦେ, କାହାକୁ ଚାଉଳ ଦେଇଦେ, କାହାକୁ ଭତ୍ତା ଦେଇଦେ। ଏଇ ସବୁର ହେଉଛି ଆଜି ସମସ୍ୟା। ନିଯୁକ୍ତି ଦରକାର। ନିଯୁକ୍ତି କେଉଁଠୁ ଆସିବ? ପ୍ରଶ୍ନ ଗୋଟେ ଭାଇ ଗୋଟେ ଏଇଠି କହିଲେ ବଢ଼ିଆ। ନିଯୁକ୍ତି କେଉଁଠୁ ଆସିବ? ନିଯୁକ୍ତି କେଉଁଠି ଆସିବ? ବର୍ତ୍ତମାନ ଲୋକ ଦରମା ପାଉଛନ୍ତି 1,00,000 ଟଙ୍କା ଲେଖେ ଦରମା, 90,000, 95,000, 1,00,000 ଟଙ୍କା। ଆପଣ ଏଇମାନଙ୍କର ଦରମା 50% ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟକୁ ମୁଁ ଅନୁରୋଧ କରୁଛି କାଟି ଦେଇକି 10,000 ଟଙ୍କା ଲେଖେ ଆପଣ ହେଉଛି ନିଯୁକ୍ତି ବାହାର କରନ୍ତୁ। ଗଭର୍ଣ୍ଣମେଣ୍ଟ ନିଯୁକ୍ତି 1 ବର୍ଷ ପାଇଁ ନନ୍ ଫର୍ମାଲ, ବର୍ଷେ ପରେ ଫାଇନାଲ। 10,000ରେ ରେଭେନ୍ସା, ବାଣୀବିହାର, ବିଜେପିର 1 ନମ୍ବରରେ ରହିଥିବା ପିଲାମାନେ ଆସିକି ଆପଣଙ୍କ ପାଖରେ ପୋଷ୍ଟିଂ ନେବେ। ଯେଉଁମାନେ ମ୍ୟାଥମେଟିକ୍ସର 100ରୁ 100, ଫିଜିକ୍ସର 100ରୁ 100, ସେଇମାନେ ଆସିକି ଏଇ 10,000 ଟଙ୍କାକୁ ନିଯୁକ୍ତି। ହେଲେ 90,000 ଟଙ୍କା ଦେଇକି 10,000 କେତୋଟି ପିଲା ପୋଷ୍ଟିଂ ପାଇଲେ? 9ଟି ପିଲା। ଗୋଟିଏ ଲୋକକୁ ବର୍ବାଦ କଲେ 9 ଜଣ ଶାନ୍ତି ପାଇବେ। ଗଭର୍ଣ୍ଣମେଣ୍ଟ ଚାକିରିଆ ଯେଉଁ ଅଛନ୍ତି ବର୍ତ୍ତମାନ 1,00,000, 2 ଲକ୍ଷ ଲୋକ, ସେମାନେ ପାଉଛନ୍ତି 90,000, 1,00,000, 80,000। ତାହେଲେ ହିସାବ କରନ୍ତୁ, ତା ବଦଳି କେତେ କୋଟି ଲୋକ ପୋଷ୍ଟିଂ ନେବେ। ତାଙ୍କୁ ଦରମା ଦେଇକି ଏଠି ଡାଲି କିଲୋ ଏତେ, ତେଲ 110 ଟଙ୍କା। ମନମୋହନ ସିଂ ବେଳେ 60 ଟଙ୍କାର ତେଲ ବି ହେଉଥିଲା। ଆଚ୍ଛା ଦିନ ଆଏଗା। କାହିଁ ଆଚ୍ଛା ଦିନ? ବର୍ତ୍ତମାନ 110 ଟଙ୍କା ଆଚ୍ଛା ଦିନ ନା? ଓହୋ, ଗ୍ୟାସ୍ 1,000 ଟଙ୍କା ଆଚ୍ଛା ଦିନ। ଆଉ ଯେଉଁ ଆପଣ କୋଇଲା ରୟାଲ୍ଟି ନେଇଗଲେ 27,500 କୋଟି ଟଙ୍କା। ଓଡ଼ିଶା ସରକାରକୁ ଦେଉଛନ୍ତି 4,500 କୋଟି ଟଙ୍କା। 23,000 କୋଟି ଟଙ୍କା ନେଇକି ଗୁଜରାଟରେ ଖର୍ଚ୍ଚ କରୁଛନ୍ତି, ଉତ୍ତରପ୍ରଦେଶରେ ଖର୍ଚ୍ଚ କରୁଛନ୍ତି, ଯାଇକି ବୁଲୁଛନ୍ତି ହେଉଛି ମାଲଦ୍ୱୀପରେ ହେଉଛି ଇଏ ହେଉଛନ୍ତି। ଆଉ ଭିତରକୁ ଯାଇକି ସମୁଦ୍ର ଭିତରେ ଯାଇକି ଅଯୋଧ୍ୟା ଖୋଜୁଛନ୍ତି। କ'ଣ ତାର ମାନେ? ଅଯୋଧ୍ୟା ଖୋଜିଦେଲେ ପେଟ ପୁରିଯାଏ ନା। ରାମ ମନ୍ଦିର ଅଯୋଧ୍ୟାରେ କରିଛନ୍ତି। ରାମ ମନ୍ଦିର ଯାଇକି ଅଯୋଧ୍ୟାରେ ଭୋଟ ମାଗନ୍ତୁ। ରାମ ମନ୍ଦିର ଓଡ଼ିଶାରେ କରିନାହାନ୍ତି। ଜଗନ୍ନାଥ ମନ୍ଦିର ଓଡ଼ିଶାରେ କରିନାହାନ୍ତି। ଯେଉଁଠି ଯାହା କରିଛନ୍ତି ଆଗେ କରନ୍ତୁ, ତାପରେ କଥା କୁହନ୍ତୁ। ଆଗେ କାମ, ତାପରେ ଭୋଟ। ଯେଉଁ ଦଳ ହଉ, ବିରୋଧୀ ଦଳ ବି ହଉ, ବିରୋଧୀ ଦଳ ଆଗେ କାମ କରିବା ଦରକାର। ଏବଂ ସେ କଥା ବି କହିପାରନ୍ତି ମୋଦି ଯେ ଆପଣ 30, ଆମେ ହେଉଛି ସରକାର ନାଁ କାମ କରିମୁ କେମିତି? ସରକାର ନାଁ 10 ବର୍ଷ ହେଲା ପା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ପ୍ରଧାନମନ୍ତ୍ରୀ। ତମେ 30ଟା ରାଜ୍ୟର ମାଲିକ। 1,000 ଟଙ୍କା ନେଲେ ଦେଲେ ହେଉଛି ନବୀନ ପଟ୍ଟନାୟକ, ତମେ ତାକୁ କୁଚୁରୁ 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 ଫୁସୁରୁ ଫୁସୁରୁ ମାରୁଛ। ତମ ତ 30ଟା ରାଜ୍ୟର ମାଲିକ, ତମେ 30,000 ଟଙ୍କା ଲେଖେ ଦେଲନି। ସେ କାହିଁକି ଦେଲେ? ତମ ବାପାର କ'ଣ ହେଲା? ତମେ ଦଉନ? ଲୋକ କ'ଣ ଗରିବ ଖଟିକିଆ କ'ଣ ହେଉଛି 5 କିଲୋ ଚାଉଳ ପାଇବନି? କାଳିଆ ଯୋଜନା 5,000 ପାଇଗଲା, ସିଏ 90,000 ଚାକିରି କରିକି ଇଏ ପାଇଲା। ଯିଏ ରକ୍ତକୁ ପାଣି କରିକି ବିଲରେ ହେଉଛି 50 ଡିଗ୍ରୀ ଟେମ୍ପରେଚରରେ ଖଟୁଛି, ସିଏ 5,000 ଟଙ୍କା ପାଇଗଲା। ତମ ଆଖିକି ଦେଖାହେଉଛି। ଆଉ ଯେଉଁମାନେ ଏଇ ଯେଉଁ ଇଲେକ୍ସନରେ ଛିଡ଼ା ହେଇଛନ୍ତି, ଯେଉଁ ଆମର ଇଲେକ୍ସନ କମିଶନଙ୍କୁ ଏଟା ଗୋଟେ ସଚେତନ ଯେ ଇଲେକ୍ସନ କମିଶନ କହୁଛନ୍ତି 95,000 ଭିତରେ, 95 ଲକ୍ଷ ଟଙ୍କା ଭିତରେ ଖର୍ଚ୍ଚ କରିବ। ଆପଣ ଆଜ୍ଞା, ଆପଣ ପଇସା ଟିକେ ଦେବେ। ଆଜ୍ଞା, ମୁଁ ଶ୍ରୀ ବଂଶୀଧର ଦାସ, ଅସୁରା ନିବାସୀ। ଆଜ୍ଞା, 24 ନିର୍ବାଚନ ଆସିଛି, ଆଜ୍ଞା,
ଆସିଛି ଆପଣଙ୍କ ଅଞ୍ଚଳରେ କ'ଣ ବିଜେପି ପ୍ଲାସ୍? ଆଜ୍ଞା ବିଜେଡି ସରକାର ପିରିୟଡ଼ରେ ଯେଉଁ କର୍ମଚାରୀ ଅବସର ନେଲା 75% ତାଙ୍କୁ ଏଭୋଲିସ୍ କରି ଦିଆଗଲା। ଠିକା କର୍ମଚାରୀ ନିଯୁକ୍ତି କରାଗଲା ଯେଉଁଟାକି ଆମେ କାମକୁ ଗନେ ଲୋକଙ୍କ କତରୁ କାର୍ଯ୍ୟ ଅଫିସରୁ କାର୍ଯ୍ୟ ପାଇଲୁ ନାହିଁ। এইটা হলে আমার সাধারণ লোকଙ୍କ ପାଇଁ প্রবল সন্তোষ। সেকেন্ড থিং ভদ্রক স্টেশন ভদ্রক জেলার গোটিয়ে যেটাকি রেল স্টেশন ভদ্রক স্টেশন এটি 6টা 15 যে ডিএমও লা ইয়ে অযোগ্য বিজেডি এমএলএ টাণিকি নিয়ে চালিগলে বালেশ্বর আমার প্রতাপ ষড়ঙ্গী এমপি। কিন্তু তা বিনিময়ে নরেন পলে বহুদিন ধারণা এবং ধর্মঘট কলা পরে এবে সে 5টা 45 গোটে ট্রেন চলা করেছে অথচ সে নির্দলীয় স্বাধীন। কিন্তু এ বিজেডি সরকারকে আমি কাহিঁকি ভোট দেবু এথিপাই আমମାନଙ୍କ মନରେ ক্রোধ এবং ঈর্ষা জড়ুଛି। সেকেন্ড থিং ভদ্রক জেলা বহু দিনରୁ এটা কেবল ওড়িশার নুহে ভারতবর্ষরে নামাঙ্কিত ଥିଲା বেড়ে ভদ্রক মেডিকাল কলেজ ভদ্রক নহে যাজপুরে হেলা। তেଣୁ କ'ଣ ପାଇଁ ନା ଏଠିକାର ଯେଉଁ ଅଯୋଗ୍ୟ ବିଜେଡି ନେତା। ସେକେଣ୍ଡ ଥିଙ୍ଗ ଏଠିକାର ଭଦ୍ରକରେ ସବୁବେଳେ ଦୁଇଟି ମିନିଷ୍ଟ୍ରି ନେଇଥିଲା ବେଳେ বিজেডি সরকার পিরিয়ডে মন্ত্রী পদ নেওয়া কষ্ট এবং ইতিমধ্যে যে 5 বর্ষ বিতি যাই বিজেডি সরকার জনে বলে মন্ত্রী কেউ ভদ্রক জেলার না তার অর্থাৎ এটি যে রহলে বিজেডির এমএলএ বা কর্মী এମାନେ সম্পূর্ণ অযোগ্য। এথিপাই বিজেডি সরকার উপরକୁ বহু ভাবে লোকଙ୍କର ক্রোধ এবং হিংসা জড়ুଛି। সাধারণ লোক অফিসকে যাই তার সাধারণ কাম পাইপারুনি কাହିଁକିନା কর্মচারী অভাব। এইসব সমস্যা পাই তেণু লোকଙ୍କ মନରେ বিজেডি সরকার উপর সম্পূর্ণ ক্রোধ জাত হচ্ছে। এতে আপন কাকু সমর্থন না না এটা তো মো কথারু অনুভব করে হবে কাহাকে সমর্থন করবে সেটা খুলুম খোলা কথা নুহে। যেহেতু বিজেডি সরকার বিরুদ্ধে মু কହୁছি সেতবে কাহাকে দেমি সে কথা কোন আপন অনুভব করে পারনা। আউরি বি দুইটা অছি না তেণু বিজেডি সরকার পিরিয়ডে কর্মচারী সম্পূর্ণ অভাব হয়ে গলা। লোক যাই অফিসরু তার কাম পাইপারানি কারণ স্টাফ না আরআই অফিস তিনি পরিচয় করিবে। ଅନନ୍ତ କିଶୋର ମଲ୍ଲିକ ଅସୁରା ଘର। ଆଜ୍ଞା କ'ଣ ଏଥର 24 ନିର୍ବାଚନ ପାଇଁ ଆପଣଙ୍କର ସନ୍ଦେଶ ଅଛି? 24 ନିର୍ବାଚନ ପାଇଁ କ'ଣ ସନ୍ଦେଶ ଦେବ? 24 ନିର୍ବାଚନର ତ ମାନେ ବିଜେଡି ଗଭର୍ଣ୍ଣମେଣ୍ଟ କରିବ କିନ୍ତୁ ଭଦ୍ରକ ନିର୍ବାଚନ ମଣ୍ଡଳର ବିଜେଡିର ଭଲ ପରିସ୍ଥିତି ନାହିଁ। କାହିଁକିନା ବିଜେଡି ଭଦ୍ରକ ନିର୍ବାଚନ ମଣ୍ଡଳୀ ପାଇଁ କିଛି କରୁନାହିଁ। ଭଦ୍ରକ ନିର୍ବାଚନ ମଣ୍ଡଳୀ ପାଇଁ ଯାହା ଯାହା ଦରକାର ଥିଲା ଯେଉଁ 25 ବର୍ଷ ଯେଉଁ ବିଜେଡ଼ିର ଏମଏଲଏ ରହିଲେ ମନ୍ତ୍ରୀ ହେଇଛନ୍ତି ସେମାନେ ଭଦ୍ରକ ନିର୍ବାଚନ ମଣ୍ଡଳୀ ପାଇଁ କିଛି କରୁନାହାନ୍ତି। କରିଛନ୍ତି କି? ତେଣୁକରି ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଜେଡ଼ିର ଭଲ ସ୍ଥିତି ଜଣାପଡ଼ୁନି ବୁଝେ। ଆଉ ଅଲଗା ସେମାନେ ତ ବିଜେପି କଂଗ୍ରେସ ସେମାନେ କ'ଣ କରିବେ ସେଟା ଅଲଗା କଥା। ସେମାନେ ତ ନାହାନ୍ତି ଗଭର୍ଣ୍ଣମେଣ୍ଟର। କିନ୍ତୁ ଗଭର୍ଣ୍ଣମେଣ୍ଟ ବିଜେଡ଼ି ଥିବା ଅବସ୍ଥାରେ ଯଦି ଭଦ୍ରକର ନିର୍ବାଚନ ମଣ୍ଡଳର ହୋଇଥିବା ମନ୍ତ୍ରୀମାନେ ସେମାନେ ଯଦି ଭଦ୍ରକ ପାଇଁ କିଛି କରିଥାନ୍ତେ ଆଜି ଭଦ୍ରକର ମାନେ ବିଜେଡ଼ି ପାଇଁ ଲୋକମାନେ ବହୁତ କିଛି କାମ ମାନେ ଚେଷ୍ଟା କରିଥାନ୍ତେ ଭଦ୍ରକ ବିଜେଡ଼ିକି ଜିତିବା ପାଇଁ। ତେଣୁକରି ଭଦ୍ରକର କୌଣସି ଗୋଟେ ଉନ୍ନତିମୂଳକ କାର୍ଯ୍ୟ ଭଦ୍ରକର ହେଲା ନାହିଁ। ହେଇଛି ନା ଶିକ୍ଷାନୁଷ୍ଠାନର ଉନ୍ନତି ହେଇଛି ନା ମେଡ଼ିକାଲ ଲାଇନ୍ର ଉନ୍ନତି।